କହିବାକୁ ଗଲେ ବିରିୟାନୀ ତ ମୁଁ ବହୁତ ଥର ବନେଇଛି କିନ୍ତୁ ମାଟି ହାଣ୍ଡିରେ ବିରିୟାନୀ କେବେ ବି ବନେଇନି। ତ କେମିତି କ'ଣ ବନେଇଲି ମାଟି ହାଣ୍ଡିରେ ବିରିୟାନୀ ସେଇଟା ମୁଁ ଆପଣମାନଙ୍କୁ ଦେଖାଉଛି। ତ ଏଇଠି ମୁଁ ଏବେ ତେଲ ନେଇଯାଇଛି ମାଟି ହାଣ୍ଡିରେ। ତ ତେଲ ନେଇକି ତାକୁ ଗରମ କରିଦେଲି। ଗରମ ହେଇସାରିଲା ପରେ ତେଲ ସେଥିରେ ପିଆଜ ପକେଇକି ଭାଜିଦେଲି। ତ ସେ ପିଆଜଟା ଭଲ ଭାବରେ ଭାଜି ହେଇଗଲା ପରେ ତାକୁ ବାହାର କରି ରଖିଦେଲି। ତାପରେ ସେଥିରେ ଗୋଟା ମସଲା ପକେଇ ପିଆଜ ପକେଇକି ପୁଣି ଭାଜିଲି। ତ ଏଇଠି ଆପଣମାନେ ଦେଖିପାରୁଥିବେ। ତ ପିଆଜଟା ଭଲ ଭାବରେ ଭାଜି ହେଇ ଆସିଲା ବେଳକୁ ମାନେ ଟିକେ ଖଇରା ଖଇରା ପଡ଼ିଗଲା ବେଳକୁ ସେଥିରେ ମୁଁ ଅଦା ଲଙ୍କା ଆଉ ରସୁଣକୁ ଛେଚିକି ରଖିଥିଲି ସେଇଟା ପକେଇଦେଲି। ପକେଇକି ତାକୁ ଭଲ ଭାବରେ ଏଇଠି ଭାଜୁଛି, ଆପଣମାନେ ଏଇଠି ଦେଖିପାରୁଥିବେ। ତାପରେ ରଖିଥିବା ଚିକେନକୁ ମ୍ୟାରିନେଟ୍ କରିକି ତାକୁ ନେଇ ଆସିଥିଲି। ତ ସେଇ ଅଦା ରସୁଣରେ ପକେଇଦେଲି। ତ ପକେଇକି ତାକୁ ଏମିତି ଭଲ ଭାବରେ ମିକ୍ସ କରିନେଲି। ମିକ୍ସ କରିନେଲା ପରେ ବିରିୟାନୀ ମସଲା ଟିକେ ଲୁଣ ଆଉ ଅଳ୍ପକେ ପାଣି ଦେଇକି ତାକୁ ଭଲ ଭାବରେ ଘୋଡ଼େଇ ଦେଲି। ତ ଘୋଡ଼େଇ ସାରିଲା ପରେ ତାକୁ କିଛି ସମୟ ପାଇଁ ଛାଡ଼ିଦେଲି ସିଝିବା ପାଇଁକା। ତ ତାପରେ ବାହାର କରିକି ପୁଣି ଥରେ ଦେଖିଲି ହେଇଛି ନା ନାହିଁ ଠିକ୍ସେ। ତ ଏଇଠି ଆମର ପୁରା ଚିକେନଟା ପୁରା ଭଲ ଭାବରେ ହେଇଯାଇଥିଲା। ତ ତାପରେ ରଖିଥିବା ଭାତକୁ ସେଥିରେ ମୁଁ ପକେଇଦେଲି, ମାନେ ବିରିୟାନୀ ରାଇସ୍କୁ ଏଠି ମୁଁ ପକାଉଛି, ଆପଣମାନେ ଏଠି ଦେଖିପାରୁଥିବେ। ତାପରେ ଏମିତି ଯେଉଁ ପିଆଜକୁ ମୁଁ ଭାଜିକି ରଖିଥିଲି ପ୍ରଥମେ, ତ ତା ଭିତରେ ଏମିତି ଦେଉଛି ଲେୟର କରିକି। ତ ଏଇଠି ଆପଣମାନେ ଏବେ ଦେଖିପାରୁଥିବେ। ତ ଏଇଠି ମୁଁ ଭଲ ଭାବରେ ଲେୟର କରିଦେଲି। ଲେୟର କରିସାରିଲା ପରେ ତାକୁ ଭଲ ଭାବରେ ଘୋଡ଼େଇ ଦେଲି। ଘୋଡ଼େଇକି କିଛି ସମୟ ପାଇଁକା ପୁଣି ଛାଡ଼ିଦେଲି ସିଝିବା ପାଇଁକା। ତ ଏଇଠି ବିରିୟାନୀଟା ଆମର ଏବେ ରେଡ଼ି ହେଇଯାଇଛି ଖାଇବା ପାଇଁକା। ତ ଏଇଠି ଆପଣମାନେ ଏବେ ଦେଖିପାରୁଥିବେ। ତ ଏଇଠି ମୁଁ ବନେଇ ଦେଇଥିଲି ରାଇତା, ଆଉ ଏଇଠି ଦେଖନ୍ତୁ ମୁଁ ବିରିୟାନୀ ବି ବାଢ଼ି ଦେଇଛି ଆଉ ଗୋଟେ ଅଣ୍ଡା। ତ କେମିତି ଲାଗିଲା କ'ଣ ଆପଣମାନଙ୍କୁ ମୋ ଭିଡ଼ିଓଟା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣେଇବେ। ରହୁଛି, ପୁଣି ଦେଖାହେବା ନେକ୍ସଟ ବ୍ଲଗ୍ ଭିଡ଼ିଓରେ।